ବନ୍ୟାର ମୁକାବିଲା କରିବା ପାଇଁ 1000 କୋଟି ଟଙ୍କାର 10 ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ମୁଁ ଆଜି ଘୋଷଣା କରିବା ପାଇଁ ଯାଉଛି। ପ୍ରଥମ, ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ କୃଷି ଇନପୁଟ ସବସିଡି ବାବଦକୁ ସରକାରଙ୍କର ପକ୍ଷରୁ ସହାୟତା ପ୍ରଦାନ କରାଯିବ। ଏଥିରେ 33% ଓ ତାଠାରୁ ଅଧିକ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ତାଙ୍କୁ ପ୍ରଥମରେ ଅଣ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 8500 ଟଙ୍କା ପ୍ରଦାନ କରାଯିବ ଏବଂ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 17000 ଟଙ୍କା ପ୍ରଦାନ କରାଯିବ ଏବଂ ସମସ୍ତ ପ୍ରକାରର ବାରମାସୀ ଫସଲ ପାଇଁ ବିଭିନ୍ନ ପ୍ରକାର ଯେଉଁ ବାରମାସୀ ଯେଉଁ ବିବିଧ ଫସଲ ଯେଉଁମାନେ କରୁଛନ୍ତି ପନିପରିବା ହେଉ ଏବଂ ଇତ୍ୟାଦି ଇତ୍ୟାଦି ଇଏ ସମସ୍ତ ପାଇଁ ମଧ୍ୟ ହେକ୍ଟର ପିଛା 22500 ଟଙ୍କାର କୃଷି ଇନପୁଟ ସବସିଡି ଏଥିରେ ପ୍ରଦାନ କରାଯିବ। ଦ୍ୱିତୀୟରେ, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବିଭିନ୍ନ ପ୍ରଜାତିର ଧାନ ଓ ଅଣଧାନ କହିଲେ ଯଥା ଗୋଟେ ଉଦାହରଣ ଦେଲେ ବିରି, ଏ ବର୍ଷା ଦିନ ଫସଲ ପରେ ପରବର୍ତ୍ତୀ ଫସଲ ଯେଉଁ ବିରି ଆସେ ଏ ବିହନ କିଣିବା ନିମନ୍ତେ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ଏବଂ ସରକାରଙ୍କ ତରଫରୁ ସରକାରୀ ଓ ଘରୋଇ ବ୍ୟବସ୍ଥା ମାଧ୍ୟମରେ ଆବଶ୍ୟକ ବିହନ ମଧ୍ୟ ଚାଷୀମାନଙ୍କୁ କିଣିବା ପାଇଁ ମଧ୍ୟ ଉପଲବ୍ଧ କରାଯିବ। ସେମାନଙ୍କୁ ଯେଉଁ ଡିବିଟି ମାଧ୍ୟମରେ ସିଧାସଳଖ ଆର୍ଥିକ ତାଙ୍କୁ ସହାୟତା ଦିଆଯିବ, ସେଥିରେ ସରକାରୀ ବିହନ ବାଛିକରି ବି ସେ କେଉଁ ସମୟରେ କେଉଁ ଏରିଆରେ କେତେ ଦିନ ଭିତରେ ଚାଷ ହେବ ଚାଷୀ ଅଧିକ ଜ୍ଞାନୀ ଏବଂ ସେ ତାର ଅନୁଭବ ଅଛି। ସେଥିପାଇଁ ଆମେ ଡିବିଟି ମାଧ୍ୟମରେ ବିହନ ପାଇଁ ତାକୁ ଆମେ ଆର୍ଥିକ ସହାୟତା ଦେବା ସହିତ ଆମେ ମଧ୍ୟ ସରକାରଙ୍କ ତରଫରୁ ଯେଉଁ ବିହନମାନ ଆମେ ରଖିଛୁ ତାହା ମଧ୍ୟ ତାଙ୍କ ପାଖରେ ବା ସେ ଅଞ୍ଚଳରେ ଉପଲବ୍ଧ କରାଯିବ। ସିଏ ପ୍ରାଇଭେଟରୁ ବି ନେଇପାରିବ, ସରକାରୀ ସ୍ତର ନେଇପାରିବ। ଚାଷୀ ତାର ଇଚ୍ଛା ଅନୁସାରେ ଯେଉଁଟା ତାକୁ ସୁବିଧା ହେବ, କେଉଁଟା କଲେ ପୁନର୍ବାର ଚାଷୀ ତାର ଯେତିକି ଆଶା ରଖିଥିବ ଏ ବର୍ଷର କ୍ଷତି ନ ହୋଇକରି ମୁଁ ସେତିକି ଭରଣା କରିପାରିବି ଚାଷରେ, ତାହେଲେ ସେଇ ଆଧାରରେ ମଧ୍ୟ ସେ କରିପାରିବ। ଏ କଥାକୁ ସରକାର ନିଷ୍ପତ୍ତି କରେଇକରି ଚାଷୀଙ୍କର ସୁବିଧା ପାଇଁ ତାକୁ ପର୍ଯ୍ୟାପ୍ତ ପ୍ରକାରର ସହଯୋଗ ଦେବା ପାଇଁ ମନସ୍ଥ କରିଛନ୍ତି। ତୃତୀୟରେ, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମାଗଣାରେ ପନିପରିବା ମିନି କିଟ୍ ମଧ୍ୟ ପ୍ରଦାନ କରାଯିବ। ବନ୍ୟା ପରବର୍ତ୍ତୀ ରୋଗ ପୋକ ପରିଚାଳନା ପାଇଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏଥିରେ 75% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ଚତୁର୍ଥରେ, କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବା ପାଇଁ ଆର୍ଥିକ ସହାୟତା ଏଥିରେ ପ୍ରଦାନ କରାଯିବ। ତା ସହିତ ମଧ୍ୟ କେଉଁଠି ଯଦି ବଡ଼ ନଦୀବନ୍ଧ ଦ୍ୱାରା ସଂଲଗ୍ନ ହୋଇଥିବା କୌଣସି କେନାଲରେ ଯଦି ଘାଇ ସୃଷ୍ଟି ହୋଇଥିବ ଏବଂ ଯାହା ବି ଜଳସେଚନ ପାଇଁ ଯେଉଁ ପରିସ୍ଥିତି ତିଆରି ହୋଇଥିବ, ଯେଉଁଠି ଅଭାବ ପରିଲକ୍ଷିତ ହେବ, ତାକୁ ଇ ରିଲିଫ୍ ଭିତରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ ଯୁଦ୍ଧକାଳୀନ ଭିତରେ ତାହାର ମରାମତି କରି ତାକୁ ସଚଳକ୍ଷମ କରିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରାଯିବ।